श्री गणेशाय नमः। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानंद माधवम्। वैशाख महात्म्य पंचदश अध्याय। नारद उवाच शुण हे राजा अम्बरीश वैशाख धर्म उपदेश। जे करे वैशाखरे स्नान लभे सकल पुण्यमान। पूर्वे गो गोदावरी तीरे दुर्वासा मुनि आश्रम रे थिले तांकर बेनि शिष्य एक परम एक हंस। से दुई शिष्य मुनिंकर सकल शास्त्र को गोचर। सकल धर्म परायण अति पुण्यवंत से जन। एबे ऋषि पुण्यार्थे गले से प्रयागर तीर्थे। प्रयाग तीर्थे स्नान करी आसन्ते बेनित पचारी। शिमूली वृक्षर मूल रे पिशाच बसिछि देखिले। पिशाच ऋषि को देखिण आकर्षि गिलिब बोलिण। ऋषि ब्रह्म तेज भरे पिशाच रहे खंडे दूरे। बोइल किए तुम्भे अट आज मो संगे हेला भेट। क्षुधा तृषारे आत होई ए वृक्ष मूले मु अछई। हसी बोइले मुनि बर आज हो करिबा निस्तार। तो किए आंभ आगे कह शुणिले फिटिब सन्देह। मोहर चिन्ह वर्ण नाम शूद्र कूल रे मु जन्म। अनेक पाप मुहि कली माता पिता को न पोषिली। सदरे दियर मु गाड़ी पड़िशा संगे करे कली। विप्र वैष्णव न मानई गुरु को किछि न दियई। अतिथि आइले मो घरे मागई पलांती से डरे। जे कहे श्री कृष्ण चरित मु तांको करई इंगित। लोभी पणरे पर धन आणी पोषई मो जीवन। गुरु को किछि न दियई मूढ़पणरे न मानई। मो घरे थाई जेते धन कुटुंबे न दियई अन्न। जीव मारई व्याधपणे मांस मु बिकई आपणे। एमंते बयस सरिला मरण काल जहु हेला। बांधिण नेले जम दूते देले से जमर ग्रते। चित्रगुप्तं को पचारिला अनेक दंड मते देला। पिशाच होई अछि मुहि केतेक काल गला बही। भाग्ये मु तुमको भेटिली देखिण कृतार्थ होइली। पिशाच होई जेते कष्ट
ପାଇଲି ମୁହିଁ ତପନିଷ୍ଠ ମୋହର ଯେଉଁ ପକ୍ଷମାନ କହିବି ଶୁଣ ତପୋଧନ ଦୁର୍ଗନ୍ଧ ଦ୍ରବ୍ୟ ଯେ ସମସ୍ତ ଲାଳ ଖଙ୍କାର ପୂଜ ରକ୍ତ ମଳ ଯେ ବିଷ୍ଠା ବାନ୍ତି ମୂତ୍ର ଏହା ଖାଇଲେ ହୁଏ ତୃପ୍ତ ଯେତେ ସଂସାରେ ଫଳମୂଳ ଉତ୍ତମ ଦ୍ରବ୍ୟ ଆଦି ଜଳ ଏମତେ ଲାଗେ ସବୁ ବିଷ ହୁଇ ଅନଳ ସଦୃଶ ଶୂନ୍ୟ ରହିଛି ପ୍ରାଣ ମୋର ଦଗ୍ଧ ହେଉଛି ଏ ଶରୀର ହେ ମୁନି ମୋତେ କର ଦଏ ସର୍ବପାତକ କର କ୍ଷୟେ ଏତେକ କହିଣ ବିକଳେ ପଡ଼ିଲା ମୁନି ପାଦ ତଳେ ଦେଖିଣ ତାହାର ବିକଳ ସୁଦୟା କଲେ ତପଶୀଳ ବୈଶାଖ ମାସ ଦିନ କର ଧର୍ମ ଯେ ଦେଲେ ମୁନି ବର ଉଦର ଧରିଣ ଯେ କର ଟେକିଣ ଦେଲେ ମୁନି ବର ସେ ଜଳ ପଡ଼ନ୍ତେ ଶରୀର ପାଇଲା ଦିବ୍ୟ କଳେ ବର ସ୍ୱର୍ଗରୁ ବିମାନ ଅଇଲା ସେ ରଥେ ବସି ସ୍ୱର୍ଗେ ଗଲା ଦେବଙ୍କ ସଙ୍ଗେ ପୂଜା ପାଇ ଉତ୍ତମ ଭୋଗକୁ ଭୁଞ୍ଜଇ ବୈଶାଖ ଧର୍ମେ ପାପହୀନ ବସିଲା ବୈକୁଣ୍ଠ ଭୁବନ ଦୁର୍ବାସାଙ୍କର ବେନିଶିଷି ଗଲେ ହେ ସ୍ୱର୍ଗ ବାରାଣସୀ ଏମନ୍ତ ସୁତ ଦେବ କହି ଶୁଣ ମିଥିଳା ନର ସାଇଁ ବୈଶାଖ ଧର୍ମ ଯେ ଶ୍ରେଷ୍ଠରେ ଏ ଗୀତ ବନ୍ଧ ରାମ କରେ ଏହା ଯେ ପଢ଼ଇ ଶୁଣଇ ଅନ୍ତେ ଅଚ୍ୟୁତ ପୁରେ ଯାଇ 15 ଅଧ୍ୟାୟ ହେଲା ଶେଷ ଗୀତେ କହିଲେ ରାମଦାସ ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ନାରଦ ସମ୍ବାଦେ ପିଶାଚ ମୋକ୍ଷଣେ ନାମ 15 ଅଧ୍ୟାୟ 16 ଅଧ୍ୟାୟ ନାରଦ ଉବାଚ ଶୁଣ ହେ ବିପ୍ର ସୁତ ଦେବ ବୈଶାଖ ଧର୍ମକୁ କହିବ ଏ ଯେବେ ସର୍ବଧର୍ମ ସାର କହିବା ହେଉ ମୋ ଆଗର ଶୁଣିଣ ସହଦେବ କହି ଶୁଣ ରାଜନ ମନ ଦେଇ ପୂର୍ବେ ହୋ ପାଞ୍ଚାଳ ଦେଶରେ ଥିଲା ଯେ ସର୍ବନୃପବରେ ତା ପୁତ୍ର ଧର୍ମରେ ଅଳସ ପିତା ଅନ୍ତରେ ସେ ନରେଶ ପୂର୍ବ ଧର୍ମରେ ସେ ନୃପତି ପାଳନ କରୁଥିଲା କ୍ଷିତି ଦେଖ ତାହାର କର୍ମ ଦୋଷ ଅଙ୍ଗରେ ଆବରିଲା କ୍ଲେଶ ଯେତେକ ସଗଜ ଥିଲା କର୍ମର ବଳେ ନାଶ ଗଲା ସେ ଦେଶେ ପଡ଼ିଲା ଦୁର୍ଭିକ୍ଷ ପଳାଇ ଗଲେ ରାଜ୍ୟ ଯାକ ରାଜାର ଦେଖିଣ ବଶ ଶତ୍ରୁ ହୋଇଲେ ପରବେଶ ରାଜା ସଙ୍ଗତେ ଯୁଦ୍ଧ କଲେ ଜିଣେଣ ଭଣ୍ଡାର ଲୁଟିଲେ ସେ ରାଜା ଜାଣି ପଳାଇଲେ ଫଳମୂଳର ଆହାରରେ ନିତ୍ୟ ଭ୍ରମନ୍ତି ପର୍ବତରେ ପର୍ବତ ଉହାଡ଼େ ଲୁଚିଲେ 350 ବରଷ ବନରେ ବୁଲିଲା ନରେଶ ଦିନେ ବସିଣ ରାଜା ନାରୀ ବିଚାର କଲେ ମନେ ସ୍ମରି ରାଜା ବୋଇଲେ ଶୁଣ ରାଣୀ
ଦୃଢ଼ ନହିଲା କର୍ମ ବାଣୀ ଜନ୍ମ କର୍ମରେ ମୁଁ ବିଶୁଦ୍ଧ ପିତା ମାତାର ଅବରୋଧ ଦେବତା ବ୍ରାହ୍ମଣେ ଭକତି ପ୍ରଜାଙ୍କୁ ପୁଛିଲେ ଭକତି ବନ୍ଧୁ ସହୋଦର ଆବର ନାହିଁ କାହାର ସଙ୍ଗତର କେବଳ ଭାଗ୍ୟ ହୋଇଲା ଏଡ଼େ ସମ୍ପଦ କ୍ଷୟ ଗଲା ଏମନ୍ତ ବିଚାରି ଗମନ୍ତେ ପଥେ ଦେଖିଲେ ତପବନ୍ତେ ମୁନିଙ୍କି ଦେଖି ରାଜା ରାଣୀ ପାଦେ ପଡ଼ିଲେ ତତ୍କ୍ଷଣି ଦେଖି କଦ୍ରମ ମୁନିବର ରାଜାଙ୍କୁ ପୁଛିଲେ ଉତ୍ତର କିହ ପାଞ୍ଚାଳ ଦେଶରାୟ କି ଅର୍ଥେ କରୁ ତୁ ବିନୟ ଶୁଣି ବୋଇଲେ ନରବର ତି କର୍ମେ ଏତେ ଦୁଃଖ ମୋର ଅଧର୍ମ ବୋଲି ନ ଜାଣଇ ପ୍ରଜାଙ୍କୁ ସମାନେ ପାଳଇ କି ଦୋଷେ ଧନ ଭଣ୍ଡାର ଶତ୍ରୁ ମିଳନ କଲେ ଜୁର ମୁନି ବୋଲନ୍ତି ଶୁଣ ରାଏ ତୋ ପୂର୍ବ ଦୋଷ ଗଲା କ୍ଷୟେ ତୋ ପୂର୍ବ ଜନ୍ମେ ବ୍ୟାଧ ଘରେ ଜନ୍ମିବୁ କପାଳ ଦୋଷରେ ଅରଣେ ଲୁଚି ବସିଥାଉ ମନୁଷ୍ୟ ମାରି ଧନ ନେଉ ଦିନେ ସେ ବନେ ବଣିଜରେ ମନୁଷ୍ୟ ବଚନ ଆକାରେ ଜାନ୍ତେଣ ଦୁର୍ଗମ ପଥରେ ପଥେ ମିଳିଲେ ମୁନିବରେ ହସ୍ତରେ ଦଣ୍ଡ କମଣ୍ଡଳ ସଙ୍ଗେ ଚଳିଲେ ତପଶୀଳ ହୋଇଲେ ତପଶୀଳ ତ୍ରସ୍ତ ନିରୋଧ କଲ ତାଙ୍କୁ ପଥ ଧର୍ମ ଧର୍ମ ନ ବୁଝିଲୁ ତାହା ସର ତୁ ବିନ୍ଧିଲୁ ଶେଷର ବାଜି ଏକ ବୈଶ୍ୟ ତକ୍ଷଣେ ହୋଇଗଲା ନାଶ ଧନ ତାହାର ବହି ନେଲୁ ଆର ବୈଶ୍ୟକୁ ଗୋଡ଼ାଇଲୁ ସେ ବୈଶ୍ୟ ପ୍ରାଣେ ଭୟ ପାଇ ପସରା ଖୋଲରେ ଲୁଚାଇ ଗହନେ ଅରଣେ ଲୁଚିଲା ଭୟରେ ମୁନି ମୂର୍ଚ୍ଛା ଗଲା ତକ୍ଷଣେ ତୁହି ଆସି ଖରେ ବୈଶ୍ୟଙ୍କୁ ଖୋଜିଲୁ ବନରେ ବନରେ ଅନେକ ଖୋଜିଲୁ ନ ପାଇ ମୁନି ଠାକୁ ଗଲୁ ଦେଖିଲୁ ମୁନି ମୂର୍ଚ୍ଛିତରେ ପଡ଼ିଣ ଅଛନ୍ତି ଭୂମିରେ ତାହାକୁ ସଚେତ କରାଇ ପୁଛିଲୁ ବୈଶ୍ୟ ଗଲା କାହିଁ ଜୀବନ୍ତେ ଅଛି ଯେବେ ଆସ ମିଥ୍ୟା ନ କହ ମୋ ପାଶ ଯେବେ ନ ଦେବୁ ମୋତେ କହି ତୋ ଶିର ଛେଦିବଇ ମୁହିଁ ତା ଶୁଣି ମୁନି ଭୟ ଚିତ୍ତେ ବୋଇଲେ ଗଲା ଏହି ପଥେ ତତେ ସେ ଆନ ପଥେ କହି ଅନ୍ତର ହେଲେ ତପିସାଇ ତପସ୍ୱୀ ଅରଣେ ରହିଲା ବୈଶ୍ୟତା ଗୃହକୁ ଗମିଲା ବ୍ୟାଧ ଖୋଜିଲା ଅରଣ୍ୟର ନ ପାଇ ବୈଶ୍ୟ ବିପ୍ରବର ନିଜ ଆଶ୍ରମକୁ ଚଳିଲା ଅନେକ ବ୍ୟାକୁଳ ହୋଇଲା ଏ ରୂପେ ନାନା ପାପ କଲୁ ନାନା ଅଧର୍ମ ଆଚରିଲୁ ଏମନ୍ତେ କେତେ ଦିନ ଗଲା ତୋହର ଅନ୍ତକାଳ ହେଲା
ଯମଡଗର ବାନ୍ଧି ନେଲେ, ଯମଛାମୁରେ ନେଇ ଦେଲେ। କୋପେ ବୋଇଲେ ଜନ୍ତୁରାଣ, ବୁଝ ଏ ପାପୀ ପାପ ପୁଣ୍ୟ। ଶୁଣିଣ ସେ ଚିତ୍ରଗୁପ୍ତ, କହିଲେ ଯମ ଆଗେ ତତ। ଶୁଣିଣ ଯମ କୋପ ବହି, ବୋଇଲେ ଦଣ୍ଡ ୟାକୁ ନେଇ। ଯମ ଆଜ୍ଞାରେ ତୋତେ ନେଇ, ନରକେ ବହୁ ଦଣ୍ଡ ଦେଇ। ତଦନନ୍ତରେ ଜନ୍ତୁରାଣ, ଶ୍ୱାନ ଶୃଗାଳେ ବେଲେ ଜନ୍ମ। ତଦନ୍ତେ ହେଲୁ ଜନ୍ମ ତିନି, ପୁଣି ଅନେକ ଭ୍ରମେ ଯୋନି। ତଦନ୍ତେ ପାଞ୍ଚାଳ ଦେଶରେ, ଜନ୍ମିଲୁ ଏକ ବିପ୍ର ଘରେ। ବିପ୍ରର କର୍ମ ଆଚରିଲୁ, ବୈଶାଖେ ପ୍ରାତଃ ସ୍ନାନ କଲୁ। ବୈଶାଖ ଏକାଦଶୀ ଦିନ, ଭାଗ୍ୟରେ ଲଭିଲୁ ମରଣ। ପାଞ୍ଚାଳ ଦେଶେ ରାଜା ଘରେ, ଜନ୍ମ ହୋଇଲୁ ନୃପବରେ। ବୈଶାଖ ଧର୍ମ ପାପ ଦୋଷ, ଏ ଜନ୍ମେ ହୋଇଲା ପ୍ରବେଶ। ସେ ଦୋଷେ ଶତ୍ରୁ ଉପଗତ, ଧନ ଭଣ୍ଡାର କଲେ ହତ। ସମ୍ପଦ ନେଲେ ଜୁର କରି, ଦୁର୍ଭିକ୍ଷ ହୋଇଲା ସେ ପୁରୀ। ଏବେ ତୁ ଚଳ ନିଜ ଦେଶ, ନୃପତି ସିଂହାସନେ ବସ। କର ବୈଶାଖ ମାସେ ସ୍ନାନ, ପଥୁକି ଜନ ଜଳ ଦାନ। ବିପ୍ରଙ୍କୁ ଅନ୍ନ ଦାନ ଦିଅ, କୂପ ପୁଷ୍କରିଣୀ ଖୋଳାଅ। ଏ ଧର୍ମ କର ଆଚରଣ, ଗତୁ ହୋଇବ ଲକ୍ଷେ ଗୁଣ। ସୁପୁତ୍ର ଜନ୍ମିବ ତୋହର, ତୋନ୍ତେ ହେବ ନୃପବର। ମୁନିଙ୍କ ମୁଖୁ ଏହା ଶୁଣି, ଆନନ୍ଦ ହେଲେ ରାଜା ରାଣୀ। ତାହାଙ୍କ ଚରଣେ ପଡ଼ିଲେ, ନିଜ ରାଜ୍ୟକୁ ଚଳିଗଲେ। ବସିଲେ ରତ୍ନ ସିଂହାସନେ, ପାଦେ ଖଟିଲେ ପ୍ରଜା ଜନେ। ବୈଶାଖ ଧର୍ମ ଯଥୋଚିତ, ଆଚାର କଲା ନରନାଥ। ଦିନକୁ ଦିନ ବଳିୟାର, ରାୟ ଖଟିଲେ ସେ ପୟର। ଯେତେକ ଧନ ନେଇଥିଲେ, ଆଣି ତା ସତେ ଗୁଣ ଦେଲେ। ଯେ ବଣ ରାଜା ବଳିୟାର, ସେ ଆସି ଖଟିଲେ ପୟର। ଉଜ୍ଜଳ ହେଲା ଗୋତ୍ର କୁଳ, ଲଭିଲା ଚତୁର୍ବର୍ଗ ଫଳ। ସୁପୁତ୍ରେ ହୋଇଲେ ଉତ୍ପତ୍ତି, ସାଧିଲେ ସପ୍ତଦୀପା ପୃଥି। ଦିନକୁ ଦିନ ନୃପବଳା, ବୈଶାଖ ଧର୍ମ ଇଷ୍ଟ କଳା। ଭଣ୍ଡାରକୁ ଲୁଟାଇଣ ଧନ, ଦିଅଇ ଜଳ ଛତ୍ର ଦାନ। ବୈଶାଖ ଧର୍ମ ଆଚରିଲା, ଜୀବନ୍ତେ ସ୍ୱର୍ଗ ଭୋଗ କଲା। ସେ ସୁତ ଦେବ ବିପ୍ର କହି, ଶୁଣି ମିଥିଳା ନୃପ ସାଇଁ। ତୁ ଏ ବୈଶାଖ ଧର୍ମ କର, ବସିବୁ ବୈକୁଣ୍ଠପୁର। ବୈଶାଖ ଧର୍ମ ଏ ନରେଶ, ଭାବେ ରାମ କଲା ପ୍ରକାଶ। इति श्री स्कंध पुराणे वैशाख महात्म्ये ब्रह्मा नारद संवादे नाम षोडश अध्याय। सप्तदश अध्याय। नारद उवाच
ଏବେ ହୋ ଶୁଣ ନରନାଥ କହିବା ବୈଶାଖ ଭକତ ବ୍ରହ୍ମା ଯେ ମୋହର ଆଗରେ କହିଲେ ସ୍କନ୍ଧ ପୁରାଣରେ। ସେ କଥା ଶୁଣି ନରସାଇ କହିବା ତ ଆଗେ ବୁଝାଇ। ପୂର୍ବେ ହୋ ସୌରାଷ୍ଟ୍ର ଦେଶରେ ଥିଲା ଉଦାସୀ ବିପ୍ରବରେ। ବେଦ ବିଦ୍ୟା ସେ ନ ଜାଣଇ ଗୋଷ୍ଠୀରେ ଦିନେ ନ ବସଇ। ଦୁଷ୍ଟ ଲୋକଙ୍କୁ ଦେଖି ଡରେ ପଳାଇ ଲୁଚଇ ଗୃହରେ। ଭିକ୍ଷା ମାଗିଣ ଅନ୍ନ ଖାଇ କୁଟୁମ୍ବ ଦୁଃଖରେ ପୋଷଇ। ନିତ୍ୟ ସେ ଉଦାସୀ ବ୍ରାହ୍ମଣ ପ୍ରଭାତ ଉଠି କରେ ସ୍ନାନ। କିବା ଚୈତ୍ର ବୈଶାଖରେ କିଅ ବା କାର୍ତ୍ତିକ ମକରେ। ଏମନ୍ତେ 12 ମାସ ସ୍ନାନ କରଇ ସେ ଦୁଃଖୀ ବ୍ରାହ୍ମଣ। ପ୍ରଭାତ ଭିକ୍ଷା ମାଗି ଯାଇ ଆଣି କୁଟୁମ୍ବ ମୁଖେ ଦେଇ। ଏବେ ହୋ ଶୁଣ ନୃପରାଣ ସେ ଦେଶେ ଯେତେକ ବ୍ରାହ୍ମଣ ଶାସନ ବୃତ୍ତିରେ ରହନ୍ତି। ରାଜାଙ୍କ କଲ୍ୟାଣ କରନ୍ତି ଧନ ସେ ଆଣନ୍ତି ବହୁତ। ଖାଇଣ ହେଉଥାନ୍ତି ସୁସ୍ଥ ସୌରାଷ୍ଟ୍ର ଦେଶ ନୃପନାଥ ବିପ୍ରଙ୍କୁ ପୂଜଇ ବହୁତ। ଦେବତା ବ୍ରାହ୍ମଣେ ଉକତି ବଡ଼ ଧାର୍ମିକ ନରପତି। ଏବେ ହୋ ଶୁଣ ନରନାଥ ସେ ଦୁଃଖୀ ବ୍ରାହ୍ମଣ ଚରିତ। ଦିନେ ତାହାର ନିଜ ନାରୀ ପତିର ପାରୁ ସେ ପଚାରି। ବୋଇଲେ ଶୁଣ ହେ ପଣ୍ଡାଏ ଦିନେ ନ ଗଲ ରାଜଗୃହେ। ନିତ୍ୟ ବ୍ରାହ୍ମଣେ ଯାଆନ୍ତି ରାଜାଙ୍କ ଧନ ଆଣି ଖାନ୍ତି। ତୁମ୍ଭେ ତ ଦିନେ ହେ ନ ଗଲ ଭିକ୍ଷା ମାଗିଣ ଦିନ ନେଲ। ନିତ୍ୟ ମରୁଛ ଉପବାସେ ଦିନେ ନ ଯାଅ ରାଜା ପାଶେ। ରାଜା ଅଟନ୍ତି ଧର୍ମବନ୍ତ ଅନେକ କରନ୍ତି ସେ ଦତ୍ତ। ତୁମ୍ଭେ ତାହାଠାକୁ ଯେ ଯିବ ରାଜାଙ୍କୁ ଭେଟ ଯେ କରିବ। ଯେବେ ନୃପତି ଦେବେ ଧନ ତେବେ ପାଇବା ସୁଖେ ଅନ୍ନ। ବ୍ରାହ୍ମଣୀ ଠାରୁ ଏହା ଶୁଣି ସେ ବିପ୍ର କହୁଅଛି ବାଣୀ। ତରେ ନ ଯାଇ ରାଜାପୁର ମୋତେ ଲାଗଇ ବଡ଼ ଡର। ଚଳନ୍ତି ଅସ ଗଜ ଥାଟ ପଦାତି ବନ ଯେ ମୁକୁଟ। ତାହାକୁ ଦେଖି ଭୟ କରି ପଳାଇ ଆସେ ଡରି। ଶୁଣି ବ୍ରାହ୍ମଣୀ କୋପ ଭୋର ସ୍ୱାମୀ କି ବୋଲଇ ଉତ୍ତର। କାଲି ପ୍ରଭାତେ ସ୍ନାନ କରି ବେଗେଣ ଯାଅ ରାଜପୁରୀ। ବ୍ରାହ୍ମଣେ ବୋଇଲେ ଗୋସହି ବେଦ ବିଦ୍ୟା ମୁଁ ନ ଜାଣଇ। ରାଜାଙ୍କୁ କି କହିବି ମୋହି ଶ୍ଳୋକ ଶାସ୍ତ୍ର ମୁଁ ନ ଜାଣଇ। ଏମନ୍ତ ବିଚାରି ବ୍ରାହ୍ମଣ ନିଶାରେ କଲେ ଶୟନ। ସେଦିନ ପ୍ରଭାତ ଉଠିଲେ ସ୍ନାନ ତିଳକ ଶେଷ କଲେ। ସୁମରି ଜଗନ୍ନାଥ ନାମ ଖଣ୍ଡେ ବିଶେଷ ବିଘ୍ନମାନ।
विप्रर उदेला भाग्य मिलिला नृपतिर आग विप्रंकु देखी नृपवर ओइल केवण कार्यर के नाम अटई तुम्भर मो आगे कह विप्रवर केवण ठारे तुम घर मो आगे कह विप्रवर शुणिण बोइला ब्राह्मण आरत पंडा मोर नाम अन्नरे धोता तुर होई तुम्भ छामुकु ओइलहि वेद मु न कली पठन नाही मोर शास्त्र ज्ञान केवल न थाए जाणई आज्ञा होइले कहिबई हसी बोलंती नृपवर सत्तर कह मो कर्णर शीघ्रेण ब्राह्मण उठिला राजांक कर्णरे कहिला बोइला शुण नर साई जे पर ओसार पांचई गोविंद पांची ता ओसार कहंती शुण नरेश्वर ए वाक्य शुणी नरनाथ बोइले कहिल यथार्थ पुणे से ब्राह्मण कहि शुण तू राजा मन देई पूर्वे प्रतापी बाळी थिला सुग्रीवे असार पांचिला ताकू गोविंद कले हत सुग्री मुंडरे देले नेत रावण नामे दैत्य थिला भाई की असार पांचिला रावण गोत्र वध करी विभीषण को लंकपुरी अमर पद नहीं देले मंदोदरी को समर्पिले मने विचारिले राजन विप्र कहिला दिव्य ज्ञान ए विप्र विष्णुर भक्त जानिली धर्म ज्ञान तत्व एते विचारी नृप साई विप्रंकु किछि धन देई बोइले जाओ विप्रमणि आसिब बेल काल जानी जे बण द्रव्य इच्छा हेबो आसीण मागी घेनी जीव एमंत विप्र गला चली आपना घर ठारे मिली जेते को धन नेइथिला भारी जा हस्ते सबु देला ब्राह्मणी होइला हरस मिलिला एते काले जस हरस होई द्विजवर मिलिला उत्तम नवर नित्य राजांक पासे जाई राजांक कंठरे बसई ता देखी पात्र मंत्री माने विचार कले मने मने ए विप्र नित्य जे आसई राजांक कर्णे की कहई एते विचारी मंत्री बर मिलिला राज गुरु घर ताकू बहुत धन देला अनेक विनय कहिला बोइला राज गुरु शुण से मूर्ख दरिद्र ब्राह्मण राजांक कर्णे की कहई से कथा न जानिले केही विचार कलाणी ब्राह्मण
ନିଶ୍ଚୟ ନେବ ମୋ ମନ୍ତ୍ରୀ ପଣ। ମନ୍ତ୍ରୀ ବଚନେ ଗୁରୁ କହି ଭୟ ନ କର ମନେ ତୁହି। ଏ ଅବା କେଉଁ କଥା ତାର ଆମ୍ଭେ କରିବା ପ୍ରତିକାର। ଏତେ ବିଚାରି ଗୁରୁ ଗଲେ ରାଜାଙ୍କ କର୍ଣ୍ଣରେ କହିଲେ। ବୋଇଲେ ସେ ମୂର୍ଖ ବ୍ରାହ୍ମଣ କି କହେ ତୁମ୍ଭର କର୍ଣ୍ଣେଣ। ତୁମ୍ଭର ଦକ୍ଷିଣ କର୍ଣ୍ଣରେ ଆମ୍ଭେ କରିଛୁ ମନ୍ତ୍ର ସାରେ। ବାମ କର୍ଣ୍ଣରେ ମନ୍ତ୍ର କହେ ଆବର ଯୋଗ୍ୟ କେହି ନୁହେଁ। ସେ ବିପ୍ର ମୂଢ଼ ପ୍ରାୟ ବାଇ ତୁମ୍ଭର କର୍ଣ୍ଣରେ କହି। ନିତ୍ୟ ଯେ ଖାଇ ତୁମ୍ଭ ଅନ୍ନ ସେ ବିପ୍ର ବଡ଼ ଲଘୁ ଜନ। ଯାହା ସେ ତୁମକୁ କହି ସେ କଥା କହି ନ ଯୋଗାଇ। ବୋଇଲେ ମଦ୍ୟପ ନୃପତି ବସି କହି ତାଙ୍କ କତି। ନୃପତି ଶୁଣି ଆଚମ୍ବିତ ବୋଇଲେ କି ବିପରୀତ। ଏ ମନ୍ତରଜ ଗୁରୁ କହି ଗୃହକୁ ଗଲେ କପଳାଇ। ଗୁରୁ ବଚନ ଧରି ଶିର ନୃପତି ହୋଇ କୋପ ଭର। ଦ୍ୱାରିକି ଡକାଇ ଆଣିଲା ତାକୁ ନୃପତି ଆଜ୍ଞା ଦେଲା। ବୋଇଲା ଦ୍ୱାର ପାଳ ଶୁଣ କାଲି ଆମର ସଭାରେଣ। ସଭାରୁ ବାହୁଡ଼ିଲା ବେଳେ ଦେବୀ ନାରଙ୍ଗ ପୋକ ଫଳେ। ତାକୁ ଦେଖିବ ଯାହାଠାରେ ତା ଶିର ଛେଦିବ ସତରେ। ଏମନ୍ତେ ରାଜା ଆଜ୍ଞା ଦେଲେ ଦ୍ୱାରୀ ତା ମନରେ ରଖିଲେ। ସେଦିନ ନିଶି ହେଲା ଶେଷ ନୃପତି ହୋଇଲେ ସୁବେଶ। ବସିଲେ ରତ୍ନ ସିଂହାସନେ ଖଟିଲେ ପାତ୍ର ମନ୍ତ୍ରୀମାନେ। ଗହଳ ରାଜା ଦରବାର ଆସି ମିଳିଲେ ବିପ୍ରବର। ରାଜାଙ୍କୁ ସୁକଲ୍ୟାଣ କଲେ ଜାଇଣ ପାଶରେ ମିଳିଲେ। କର୍ଣ୍ଣେ କହିଲେ ବିପ୍ରବର ରାଜାଙ୍କୁ ଯେ କରେ ଅସାର। ଗୋବିନ୍ଦ ତାହାର ସାର କରନ୍ତି ଶୁଣ ନୃପବର। ଏ ବାକ୍ୟ ଶୁଣିଣ ନୃପତି ମନରେ ବିଚାର କରନ୍ତି। ଏ ବିପ୍ର ଅଟେ ବଡ଼ ମନ୍ଦ କେମନ୍ତେ ରଖିବେ ଗୋବିନ୍ଦ। ଏ ଦ୍ୱିଜ ଆମ ଅନ୍ନ ଖାଇ ଆମର ମନ୍ଦ ଚିନ୍ତୁଥାଇ। ସେ ଦୋଷେ ହେବ ଶିରଚ୍ଛେଦ କେମନ୍ତେ ରଖିବେ ଗୋବିନ୍ଦ। ଆଜ ଜାଣିବା ଧର୍ମ ତତ୍ତ୍ୱ ଏହା ବିଚାରି ନରନାଥ। ରତ୍ନ କୋଟିଏ ବିପ୍ରହସ୍ତେ ତୋଳିତା ଦେଲେ ନରନାଥେ। ସୁରଙ୍ଗ ନାରଙ୍ଗର ଫଳ ବିପ୍ରଙ୍କୁ ଦେଲେ ମହିପାଳ। ଘେନି ଚଳନ୍ତି ବିପ୍ରବର ରାଜାଙ୍କ ନର ମଧ୍ୟର। ଆସି ମିଳିଲେ ରାଜଗୁରୁ ତାହାଙ୍କୁ ଦେଖି ବିପ୍ର ଦୂରୁ। ଅନେକ ହେଲେ କୃତ୍ୟ କୃତ୍ୟ ଚରଣେ କଲେ ପ୍ରଣିପାତ।
ଗୁରୁ ବୋଇଲେ ବିପ୍ରେ ଚାହିଁ ଏ ଫଳ ପାଇଲ ହେ କାହିଁ ସୁରଙ୍ଗ ଦିଶୁ ଅଛି ତ ଦେଲା ସେ ଗୁରୁଙ୍କ ହସ୍ତେ ତ ଶୁଣିଣ ହର ସେ ବ୍ରାହ୍ମଣ ଦେଲା ସେ ଗୁରୁଙ୍କ ହସ୍ତେଣ ବ୍ରାହ୍ମଣ ଗଲା ନିଜପୁର ଗୁରୁ ଚଳିଲେ ଦରବାର ଯେଉଁ ସୁରଙ୍ଗ ଫଳ ଦେଲେ ବସ୍ତ୍ରେ ତାଲୁଚାଇ ରଖିଲେ ଶେଷ ହୋଇଲା ଦରବାର ରାଜା ଚଳିଲେ ଅନ୍ତପୁର ଯେତେକ ପାତ୍ର ମନ୍ତ୍ରୀ ଥିଲେ ଆଜ୍ଞା ମାଗିଣ ଗୃହେ ଗଲେ ଯେ ରାଜା ଗୁରୁଙ୍କ ପୟରେ ପଡ଼ି ଚଳିଲେ ନିଜ ଘରେ ଆଗରେ ଗୁରୁଙ୍କ କରିଣ ପଛରେ ପାତ୍ର ମନ୍ତ୍ରୀ ଗଣ ସୁରଙ୍ଗ ଫଳ ଘେନି କରେ ଗୁରୁ ଚଳିଲେ ଧୀରେ ଧୀରେ ଯାଇ ମିଳିଲେ ସିଂହ ଦ୍ୱାରେ ମିଳିଲେ ଦ୍ୱାରୀଙ୍କ ଛାମୁରେ ତାହାଙ୍କୁ ଦେଖି ଦ୍ୱାରପାଳେ ତୀକ୍ଷ୍ଣ ଖଡ଼ଗ ଧରି କରେ ଛେଦିଲେ ଗୁରୁଙ୍କର ଶିର ମୁଣ୍ଡ ପଡ଼ିଲା ଖଣ୍ଡେ ଦୂର ନାରଙ୍ଗ ଛଇ ହସ୍ତର ତା ଦେଖି ପାତ୍ର ମନ୍ତ୍ରୀ ବର ସର୍ବେ ହୋଇଲେ ଚମତ୍କାର ଏ ତ ହୋଇଲା ଗୋଚର ବୋଇଲେ ତ ବିପରୀତ କିମ୍ପାଇଁ କଲ ଏତେ କୃତ୍ୟ ସମସ୍ତେ କଲେ ହାହାକାର ରାଜାଙ୍କ ଗୁରୁ କିମ୍ପା ମାର ସମସ୍ତେ ଛନ୍ନ ଛନ୍ନ ହୋଇ କେଣେ ଗଲେ କପଳାଇ ଗୋଳ ଶୁଭିଲା ଅନ୍ତପୁର ବିଜୟ କଲେ ନୃପବର ବେଗେ ଗୁରୁଙ୍କୁ କଲେ କୋଳ ହସ୍ତରେ ଅଛି ପକ ଫଳ ବୋଇଲେ ତ ବିପରୀତ ଏକଥା ଜାଣିବା କେମନ୍ତ ଏତେ ବିଚାରି ରାଜା ଗଲେ ସ୍ନାନ ମଣହି ସେ ସାରିଲେ ଏକେ ବ୍ରାହ୍ମଣ ପୁଣି ଗୁରୁ ଏ ହତ୍ୟା ଦୋଷ ମହାଗୁରୁ କେମନ୍ତେ ହୋଇ ବାନିସ୍ତାର ଏତେ ବିଚାରି ନୃପବର ଗୋବିନ୍ଦ ସୁମରଣା କରି ବୋଇଲେ ପ୍ରଭୁ କର ପାରି ଦେଖି ରାଜାର ଚିତ୍ତ ଭ୍ରମ ଦୟାଳୁ ସେ ପୁରୁଷୋତ୍ତମ ରାଜାର ନିଦ୍ରା ଗତେ କାଳେ ଆରତ ଜାଣି ନ ମିଳିଲେ ସ୍ୱପ୍ନରେ କହି ନାରାୟଣ ବୋଲନ୍ତି ଶୁଣ ନୃପରାଣ ତୁ କିମ୍ପା କରୁ ମନେ ଭୟେ ଆପଣା ଦୋଷେ ଗୁରୁ କ୍ଷୟେ ବୋଲନ୍ତି ଶୁଣ ହୋ ନୃପତି ଏଥିଲେ ବିପ୍ର ମନ୍ଦ ଚିନ୍ତି ବିପ୍ରଙ୍କୁ ରଖିଲେ ଗୋବିନ୍ଦ ଗୁରୁଙ୍କୁ ଚିନ୍ତି ପରମାଦ ତୋହର ଗୁରୁ ମନ୍ତ୍ରୀ ଦୁଇ ବିପ୍ରଙ୍କୁ ମାରିବାର ପାଇଁ କହିଲେ ତୁମ୍ଭ ଆଗେ ମନ୍ଦ ବୋଇଲେ ରାଜା ଖାନ୍ତି ମଦ ସେ ଦୋଷେ ଗୁରୁ ନାଶ ଗଲେ
ଆପଣା ଦୋଷେ ଆପେ ମଲେ ଏତେ କହିଣ ଭଗବାନ ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ ସ୍ୱପ୍ନରେ ଚେତିଣ ନୃପତି ନିଦ୍ରାରୁ ଉଠିଲେ ତଡ଼ତି ଗୋବିନ୍ଦ ନାମ ସୁମରିଣ ମୁଖେ ଡାକିଲେ ନାରାୟଣ ସକଳ ପାତ କରିଲେ ଯହୁଁ ଗୋବିନ୍ଦଙ୍କୁ ଦେଖିଲେ ଏ ପ୍ରଶ୍ନ କୀର୍ତ୍ତି ରାଜା ପାଶେ କହିଲେ ସେ ସୁତ ହରଷେ ଏ ବିପ୍ର ବୈଶାଖ ଧର୍ମରୁ ତରିଲା ଶିର ଛେଦନରୁ ବ୍ରହ୍ମାଙ୍କ ଆଗରେ ଶ୍ରୀରାମ କହିଲେ ବୈଶାଖର ଧର୍ମ ଅଧମ ରାମ ଗୀତେ କହି ଶରଣ ରଖ ଭାବଗ୍ରାହୀ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ବିପ୍ରଚରିତେ ନାମ ସପ୍ତଦଶ ଅଧ୍ୟାୟ। ଅଷ୍ଟାଦଶ ଅଧ୍ୟାୟ। ଶ୍ରୀସୁତ ଉବାଚ ହରଷେ ସୁତ ଦେବ କହେ ଶୁଣ ହେ ପରୀକ୍ଷିତ ରାଏ ଯେ ହରି ବସ ଆତ୍ମା ଦେବ ଜଗତ ଈଶ୍ୱର ମାଧବ ଜାପାଦ ପଦ୍ମ ଗଙ୍ଗା ଜାତ ଜଗତ କରଇ ପବିତ୍ର ଆ ବ୍ରହ୍ମସ୍ତମ୍ଭ ପରିଜନ୍ତ ଜଗତ କରଇ ପବିତ୍ର ତାହାକୁ ଯେ କରଇ ସ୍ତୁତି ପୁରାଣ ଶାସ୍ତ୍ରରେ ପ୍ରବର୍ତ୍ତି ଯୋଗୀନ୍ଦ୍ର ଯାହାର ଚରଣ ଧ୍ୟାନେ ଚିନ୍ତନ୍ତି ନାରାୟଣ ବୋଲନ୍ତି ଏ ମାୟା ସଂସାର ସକଳ ବସ୍ତୁ ଖେଳ ଘର ସୃଜଇ ପାଳଇ ନାଶଇ ପୁଣ ସର୍ଜନା କରେ ମହି ସେ ପାଦ ପଦ୍ମ ପଙ୍କଜରେ ଯାଚିତ ରହେ ନିରନ୍ତରେ ଷୋଡ଼ଶ ଉପଚାର କରି ଯେ ନିତ୍ୟ ପୂଜେ ନର ହରି ସେ ପାଦେ ସେବନର ନାଥ ପାଇବୁ ବୈକୁଣ୍ଠ ପଥ ସେ ପାଦ ଭଜି ପ୍ରହ୍ଲାଦ ସ୍ୱର୍ଗେ ପାଇଲା ଇନ୍ଦ୍ର ପଦ ସେ ପାଦେ ଧ୍ରୁବ ଆଶ୍ରୟ କଲା ବୈକୁଣ୍ଠ ଭୁବନେ ବସିଲା ନାରଦ ବ୍ରହ୍ମାଙ୍କ କୁମାର ଆଶ୍ରିତ ସେ ପାଦ ପଦ୍ମର ବିଷ୍ଣୁ ପାଦରେ କରି ଭକ୍ତି କ୍ଷଣକେ ତ୍ରିପୁର ଭ୍ରମନ୍ତି ସେ ପାଦ ଭଜି ପ୍ରହ୍ଲାଦ ସ୍ୱର୍ଗେ ପାଇଲା ଇନ୍ଦ୍ର ପଦ ରୁଦ୍ର ଯେ ତାଙ୍କ ପାଦେ ଭଜି ନାମରେ ଅଛନ୍ତି ସେ ମଜି ବୋଇଲେ କଜେ ମୁଖରେ କିଅ ବା କରିବା ଗୋଚରେ ଏମନ୍ତ ବିଚାରି ସାନ ହୋଇଲା ସେ ପଞ୍ଚବଦନ କୃଷ୍ଣର ମହିମା ବର୍ଣ୍ଣିଲେ ତେବେ ସେ ଅନ୍ତ ନ ପାଇଲେ ତାହାଙ୍କୁ ଦେଖି ବେଦପତି ହୋଇଲେ ଚତୁର୍ମୁଖ ମୂର୍ତ୍ତି ଚାରି ମୁଖରେ ଗୁଣ ଗୁଣି କେବେ ନ ପାରିଲେ ଜାଣି ଯେଣୁ ଏମାନେ ନ ପାରିଲେ ଅନନ୍ତ ମହିମା କହିଲେ ସେ ପ୍ରଭୁ ମହିମା ସାଗର କେ ତାହା କରିବ ଗୋଚର ସେ ପ୍ରଭୁ ପାଦ ପଦ୍ମେ ଧ୍ୟାନ ସୂଚିରେ କର ତୁ ରାଜନ ଅକ୍ଷୟ ତୃତୀୟା ଦିନର ଡକାଇ ଆଣିବି ପ୍ରବର ସହସ୍ରେ ବ୍ରାହ୍ମଣ ଭୋଜନ
ଦିଅତୁ ପାଣି ପଣା ଦାନ, ପିତୃଙ୍କୁ ପିଣ୍ଡ ଦାନ କର, ଭୁଞ୍ଜିବୁ ବୈକୁଣ୍ଠପୁର। ଗୋଦାନ ଅନ୍ନ ବସ୍ତ୍ର ଦାନ, ଛତ୍ର ଉପାନ ହୋ ବ୍ୟଞ୍ଜନ, ଏହି କଥାକୁ ଦୃଢ଼ତର, ବସତୁ ବୈକୁଣ୍ଠପୁର। ବର୍ଦ୍ଧିତ ହେବେ ପୁତ୍ର ପୁତ୍ରୀ, ଭୋଗ କରିବୁ ଏହି ପୃଥ୍ୱୀ। ଏ ଧର୍ମ ବେଦପତି ଆଗେ, ଗୋବିନ୍ଦ କହିଲେ ସରାଗେ। ସକୃତ ରାଜା ତୁ ଆଗର, ବସିବୁ ବୈକୁଣ୍ଠପୁର। ଅଧମ ବିପ୍ର ରାମ କହି, ସବୁଠୁ ଶ୍ରେଷ୍ଠ ଧର୍ମ ଏହି। ସୁଜନେ ଶୁଣି ହୁଅ ତୋଷ, ପାଇବ ବୈକୁଣ୍ଠେ ବାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ବ୍ରହ୍ମା ନାରଦ ସମ୍ବାଦେ କୃଷ୍ଣ ଭକ୍ତି କଥନେ ନାମ ଅଷ୍ଟାଦଶ ଅଧ୍ୟାୟ। 19 ଅଧ୍ୟାୟ। ଶ୍ରୀସୁତ ଉବାଚ ଏମନ୍ତ ସୁତ ଦେବ କହି, ଶୁଣ ସକୃତ ନର ସାଇ। ସକଳ ଧର୍ମରେ ଯେ ସାର, ବୈଶାଖ ବୋଲି ନାମ ଯାର। ବୈଶାଖ ଧର୍ମ ଫଳମାନ, କହିଅଛନ୍ତି ତପୋଧନ। ଯେ ଛତ୍ର ଉପାନ ଦେଇ, ନାନାଦି ଧର୍ମ ସେ ଲଭଇ। ପୂର୍ବେ ହୋଏ କବିପ୍ରବରେ, ଶିଖି ଯେ ନାମକ ଦେଶରେ। ତହିଁରେ କବିପ୍ରସ୍ଥିତି, ସିଂହକୁ ଜାନ୍ତେ ବୃହସ୍ପତି। ସେଦିନ ଗୋଦାବରୀ ସ୍ନାନ, ବ୍ରାହ୍ମଣେ କରନ୍ତି ଗମନ। ଛତ୍ର ସେ ଧରିଛନ୍ତି ଶିରେ, ବେଦ ପୁସ୍ତକ ଯେ କାଖରେ। ପାଦରେ ଉପାନ ହବେନି, ଧୋତି ଉତରି ଗଡ଼ୁ ଘେନି। ଛତ୍ର ଧରିଣ ଛନ୍ତି ଶିରେ, ଚଳନ୍ତି ଦୁର୍ଗମ ପଥରେ। ତପତ ବାଲୁକା ପାଷାଣ, ବେନି ପାରୁ ସେ ଘୋର ବନ। ଚଳନ୍ତି ମହାଶ୍ରମ ପାଇ, ବ୍ୟାଧ ମିଳିଲା ବେ ଯାଇ। ସେ ବ୍ୟାଧ ଅତି ଦୁଷ୍ଟପଣ, ଲୋକଙ୍କୁ ମାଗଇ ପଥେଣ। ଧନ ସେ ଛଡ଼ାଇ ନିଅଇ, ବିପ୍ର ଚଣ୍ଡାଳ ନ ଜାଣଇ। ଲୁଚିଣ ଲତା ଅରଣ୍ୟରେ, ଦୂରୁ ମାରଇ ତୀକ୍ଷ୍ଣ ସରେ। ସେ ବ୍ୟାଧ ବିପ୍ରକୁ ଭେଟିଲା, ସର୍ବସ୍ୱ ଛଡ଼ାଇଣ ନେଲା। ଦେଖି ପଣ୍ଡିତ ବିପ୍ରବର, ବ୍ୟାଧକୁ ନ ଦେଲା ଉତ୍ତର। ଜୀବନ ମହାଭୟ ଡରେ, ଚାଲଇ ତପତ ବାଲିରେ। ଉପରେ ସୂର୍ଯ୍ୟ ତେଜ ପାଇ, ସେ ବିପ୍ର ମୂର୍ଚ୍ଛିତ ପଡ଼ଇ। ତାହାକୁ ଦେଖି ବ୍ୟାଧବର, ଦୟା ବସିଲା ହୃଦୟର। ଛତ୍ର ଯେ ଉପାନ ଦେଲା, ସେ ବିପ୍ର କଲ୍ୟାଣ ବାଞ୍ଛିଲା। ବୋଇଲା ଶୁଣ ବ୍ୟାଧବର, ତୋ ଦୁଃଖ ଆଜୁ ଯାଉ ଦୂର। ବୈଶାଖେ ଦେଲୁ ଛତ୍ର ଦାନ, ଉପାନ କଲୁ ପ୍ରଦାନ। ଏ ଧର୍ମେ ଲୋଭ ତୁ ସମ୍ପତ୍ତି, ଅନ୍ତେ ଲଭିବୁ ସ୍ୱର୍ଗ ଗତି। ଧର୍ମିଷ୍ଠ ବିପ୍ର ବାକ୍ୟ ଶୁଣି, ସେ ବ୍ୟାଧ କହୁଅଛି ବାଣୀ। ତୁମ୍ଭର ଧନ ତୁମ୍ଭେ ନେଲ, ମୋତେ କଲ୍ୟାଣ ମିଛେ କଲ। ତୋର ପଦାର୍ଥ ତୋତେ ଦେଲି,
कि धर्म तहि मु पाइली कि धर्म बैशाख मास बैकुंठ होई सेहु किस कि छत्र उपान दान केमन्ते होई पाप पुण्य एहा मु किछि न जाणई केवल व्याध पणे थाई तुम्भर कल्याण गोसाई मोहरी दिव्य ज्ञान होई केणे धर्म बैशाखन केउ देवता नारायण बैकुंठ बोली सेहु किस कहिब मते ब्रह्मा शिष्य पुणी बोलती विप्रमणि शुण तु व्याध धर्म बाणी विष्णु ए संसार रे सार बैकुंठ ताहांकर घर से पुरे नाना भोग थाई धर्मार्थ भोग ता भुंजई जे करे बैशाखरे स्नान जे विप्रे दियंती छत्र दान जे जन उपान देई से प्राणी बैकुंठे बसई बैशाखे पाणी पणा देई जे नर प्रदान करई ताहांकु श्रीहरि संतोष दियंती बैकुंठरे बास पूर्वे हो एक व्याध थिला बैशाखे एक धर्म कला से कथा शुण मन देई तोते ता कहिबा बुझाई अल्प धर्मे व्याध बर संसारु होइला उद्धार दिने क स्वर्गे तपचारी प्रयाग तीर्थे स्नान करी आसन्ते दुर्गम बाटरे व्याध को भेटी अरण्यरे एके बैशाख खरारे चालन्ते तप तबाली रे मुनि को निकटे देखिण व्याध आपणा पाद त्राण शोक मुनि पादे देला विनय चरणे कहिला सेहु पान मुनि पाई अति आनंद मन होई व्याध को बहुत कल्याण हर से कले तपोधन शार्दूल से ही समय रे व्याध को भक्षी बासारे लता मध्यरे लुचि थिला सिंहता संगे भेट हेला होइला दुहिंकर रण व्याध रखिले नारायण शेषंक मुनि व्याध बर देखि शार्दूल समर भये विस्मय चित्त होई देखि अभ्यंतर रे रही युद्ध होइला महाटाण तेजिले का बेले प्राण देखिण शंक मुनि बर मिलिले ताहांक पाखर से दुहे प्राण गला बेले शंक मुनि को देखि तोळे होइले दिव्य कळे बर मुनि को कले नमस्कार हरस होई मुनि बर ताहांको पुछिले उत्तर किंपाई ए जन्म लभिल कि धर्मे देह धरिल ए बड़ संशय मचिते संक्षेपी कह शीघ्र मते से सिंह शार्दूल कहती
ଶୁଣିବା ଶଙ୍କ ବ୍ରହ୍ମଜ୍ୟୋତି ଆନେ ମାତଙ୍ଗ ଋଷି ସୁତ ଧାର୍ମିକ ପୁଣ୍ୟ ସୂଚିବନ୍ତ ଧାତ୍ରିକ ବୋଲି ଆମ୍ଭ ନାମ ଜ୍ଞାନରେ ପିତା ମହସମ ସକଳ ଧର୍ମ ଆଚରିଲୁ ବୈଶାଖ ଧର୍ମ ଆମ୍ଭେ କଲୁ ନଦେଲୁ ପାଣି ପଣା ଦାନ ଛତ୍ର ଉପାନ ବ୍ୟଜନ ସେ ଦୋଷେ ଗତି ନ ଲଭିଲୁ ସିଂହ ଶାର୍ଦୂଳ ଜନ୍ମ ହେଲୁ ବ୍ୟାଧକୁ ମାରିବା ଅର୍ଥରେ ଲୁଚି ନଥିଲୁ ଅରଣ୍ୟରେ ବୈଶାଖ ଧର୍ମ ବ୍ୟାଧ ଆଗେ ତୁମ୍ଭେ କହିଲ ଅନୁରାଗେ ସେ ଧର୍ମ ଶୁଣି କରି ଜ୍ଞାତ ହୋଇଲୁ ଆମ୍ଭେ ବେନିଭ୍ରାତ ଏବେ ଆମ୍ଭକୁ ଆଜ୍ଞା କର ଯିବୁ ଯେ ବୈକୁଣ୍ଠପୁର ସେବେ ନିମନ୍ତେ କହନ୍ତେ ସ୍ୱର୍ଗୁ ଅଇଲା ଦିବ୍ୟ ରଥେ ମୁନିଙ୍କୁ କରି ନମସ୍କାର ବିମାନେ ଗଲେ ସ୍ୱର୍ଗପୁର ଏମନ୍ତ ସେ ବ୍ୟାଧ ଦେଖିଲା ମୁନିଙ୍କ ଚରଣେ ପଡ଼ିଲା ବୋଇଲା ମତେ କୃପା କର ମୁହିଁ ତୁମ୍ଭର ପରିଚାର ସେ ବ୍ୟାଧ ଭକତି ଦେଖିଣ ଆନନ୍ଦ ହେଲେ ତପୋଧନ ଧର୍ମାର୍ଥ ମୁଖ୍ୟ ଫଳ ଦେଲେ ସ୍ନାନ କରିବୁ ପ୍ରଭାତରେ ପାଇବୁ ଗଙ୍ଗା ସ୍ନାନ ଫଳ ପାପରୁ ହୋଇବୁ ନିର୍ମଳ ବୈଶାଖେ ଛତ୍ର ଯେଉ ପାନ ବ୍ରାହ୍ମଣ ଦେବୁ ମିଷ୍ଟନ ବାଟରେ ଜଳ ଛତ୍ର ଦେବୁ ଘରକୁ ପରକୁ ଦୟା କରୁଥିବୁ ଏମନ୍ତ କହି ଶଙ୍କ ମୁନି ଆଶ୍ରମେ ଗଲେ ତପୋଧନି ସେ ବ୍ୟାଧ ପଲ୍ଲୀରେ ମିଳିଲା ବୈଶାଖେ ଧର୍ମ ଆଚରିଲା କୁବେର ସମାନେ ସମ୍ପଦ ଜୀବନ୍ତେ ଭୁଞ୍ଜିଲା ସେ ବ୍ୟାଧ ଅନ୍ତେ ସେ ବୈକୁଣ୍ଠେ ଗଲା ବିଷ୍ଣୁଙ୍କ ଭୁବନେ ବସିଲା ବ୍ୟାଧର କଥା ଶୁଣି ବ୍ୟାଧ ତକ୍ଷଣେ ହୋଇଲା ଆନନ୍ଦ ଉତ୍ତମ ଜ୍ଞାନ ଉପୁଜିଲା ବିପ୍ରଙ୍କ ପାଦରେ ପଡ଼ିଲା ନାରଦ ଅମ୍ବରୀଶ ଆଗେ ଏହା କହିଲେ ବ୍ରହ୍ମ ଭାଗେ ବୈଶାଖ ମହାତ୍ମ୍ୟର ରସ ଭାବେ କହିଲେ ରାମଦାସ ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ବିପ୍ରବ୍ୟାଧ ସମ୍ବାଦେ ନାମ ଊନବିଂଶ ଅଧ୍ୟାୟ ବିଂଶ ଅଧ୍ୟାୟ ବ୍ୟାଧୋବାଚ ବ୍ୟାଧ କହଇ ବିପ୍ର ଶୁଣ ମୁଁ ପାପୀ ଅତି ଦୁଷ୍ଟ ଜନ ମୋର ଭାଗ୍ୟ ଯେତେ ଥିଲା ତୁମ୍ଭ ଦର୍ଶନେ କ୍ଷୟ ଗଲା କଥାଏ ପଚାରିବି ମୁହିଁ ସଂକ୍ଷେପି କହିବା ଗୋସାଇଁ ପୂର୍ବେ ମୁଁ କେଉଁ ପାପ କଲି ଏ ଜନ୍ମେ ବ୍ୟାଧ ମୁଁ ହୋଇଲି ସେ କଥା କହ ବିପ୍ରବର ଶୁଣି ସଂଶୟ ଯାଉ ଦୂର ବିପ୍ର ବୋଲଇ ବ୍ୟାଧ ଶୁଣ କହିବା ତାହାର କାରଣ ଯହିଁ ନିର୍ମଳ ଜଳ ସ୍ଥଳ ବସିବା ସେହି ସ୍ଥାନେ ଚାଲ ଏତେ ବିଚାରିବେନି ଜନେ ପଶିଲେ ଗହନ ରଣେ ଦେଖିଲେ ଦିବ୍ୟ ସରୋବର ସ୍ନାନ ସାରିଲେ ମୁନିବର
ବିପ୍ର ମଧ୍ୟାହ୍ନ ସ୍ନାନ ସାରି ତା ଦେଖି ବ୍ୟାଧ ସ୍ନାନ କରି ଯାଇଣ ପୁଷ୍କରିଣୀ କୂଳେ ବସି କପିଥ ବୃକ୍ଷ ମୂଳେ ବ୍ୟାଧ କପିଥ ତୋଳି ଦେଲା ବିପ୍ରତା ସୁଖରେ ଭୁଞ୍ଜିଲା ବ୍ୟାଧର ପାପ ହେଲା ହତ ଉତ୍ତମ ଭକ୍ତି ହେଲା ଜାତ ବିପ୍ର ଚରଣ ତଳେ ପଡ଼ି ପୁଛଇବେନି କର ଯୋଡ଼ି ହେ ବିପ୍ର ପାପ କ୍ଷୟ କର କହିଣ ପୂର୍ବ ଜନ୍ମ ମୋର ବିନୟ ଶୁଣି ବିପ୍ର କହି ଶୁଣ ତୁ ବ୍ୟାଧ ମନ ଦେଇ ପୂର୍ବେ ହୋ ଶାରଦା ନଗରେ ଜନ୍ମିଲୁ ଉଚ୍ଚ ବିପ୍ର ଘରେ ଶ୍ରୀବତ୍ସ ଗୋତ୍ରୀ ତୁ ବ୍ରାହ୍ମଣ କଲୁ ଯେ ଶୂଦ୍ର ଆଚରଣ ବେଦ ବିଦ୍ୟା ତୁ ଯେ ପଢ଼ିଲୁ ମାତା ପିତାଙ୍କୁ ନ ପୋଷିଲୁ ତୋର ଭାରି ଯା ମହାସତୀ ତା ସଙ୍ଗେ ନ କଲୁ ସୁରତି କେବଳ ବେଶ୍ୟା ସଙ୍ଗତରେ ବଞ୍ଚିଲୁ ଦିବସ ରାତ୍ରରେ ନିଜ ନାରୀ କି ଦୁଃଖ ଦେଇ ବେଶ୍ୟା ସଙ୍ଗତେ ରତ ହୋଇ ତୋହର ପତ୍ନୀ ମହାସତୀ ତୋ ପାଦେ ସେ ବଇ ସେ ନୀତି ଶୁଅଇ ବେଶ୍ୟା ପାଦ ତଳେ ବେଶ୍ୟା ଶୁଅଇ ତୋର କୋଳେ ଅନେକ ଦୁଃଖ ଦେଲୁ ତୁହି ତେବେ ସେ ବିମୁଖ ନୁହଁ ଏମନ୍ତେ କେତେ ଦିନ ଅନ୍ତେ ରୋଗ ହୋଇଲା ତୋର ଗାତ୍ରେ ଅପକ ଭୋଜନ ତୁ କଲୁ ଦଧିବର କୋଳି ଖାଇଲୁ ସାରୁ ବ୍ୟଞ୍ଜନ ତଥା ଭାତ ଆମ୍ବିଳ ଦହି ମାଂସ ଘୃତ କରୁ ତୁ ଅପକ ଭୋଜନ ପେଟରେ ହୋଇଲା ଅର୍ଜିନ ଯେତ ସେ ଦାହ ତୃଷା ଜ୍ୱର ବ୍ୟାଧି ହୋଇଲା ବଳିଆର ରକ୍ତରେ ଚକ ବ୍ୟାଧି ହେଲା ସେ ବେଶ୍ୟା ତହୁଁ ତା ଦେଖିଲା ତୋ ଘରେ ଯେତେ ଧନ ଥିଲା ବେଶ୍ୟା ତା ଘେନି ପଳାଇଲା ଦିନକୁ ଦିନ ବ୍ୟାଧିଗ୍ରସ୍ତ ଦୁଃଖ ହୋଇଲା ଅପ୍ରମିତ ଭୋଜନେ ନ ମିଳିଲା ଅନ୍ନ ବ୍ୟାଧିରେ ଦେହ ହେଲା କ୍ଷୀଣ ତୋ ନାରୀ ପିତା ଘରେ ଯାଇ ମାଗିଣ କିଛି ସେ ଆଣଇ ଗୃହସ୍ଥ ମୁଖରେ ଦିଅଇ କେତେ ହେଁ ବିମୁଖ ନୁହଁ କ୍ଷଣ ହେ ନ ଛାଡ଼ଇ ପାଶ ଜଗିଣ ରାତ୍ର ଯେ ଦିବସ ବିପ୍ର ବିଚାର କରେ ନୀତି ଏ ନାରୀ ପତିବ୍ରତା ସତୀ ଏହାକୁ ଦୁଃଖ ପ୍ରମିତ ଦେଲି ବେଶ୍ୟାରେ ହୋଇ ରତ ଏବେ ବିଚାରି ସେ ବ୍ରାହ୍ମଣ ଭାର୍ଯ୍ୟାକୁ ପାଶେ ବସାଇଣ ବୋଇଲା ତତେ ଦୁଃଖ ଦେଲି ବେଶ୍ୟାରେ ରତ ମୁଁ ହୋଇଲି ସେ ପାପ ଏତେ ଦୁଃଖ ମୋର ଏ ଦୋଷ ମନେ ଗୁଣ ଧର ଏମନ୍ତ ବିପ୍ର ମୁଖ ଶୁଣି ଲଜ୍ଜା ପାଇଲା ସେ ବ୍ରାହ୍ମଣୀ ପୂର୍ବରୁ ଦୁଃଖ ଅନୁସରି ବିପ୍ରର ନାରୀ କ୍ରୋଧ କରି ବୋଇଲା ମୋ କର୍ମ ଲିଖନ ଦହିବ କଲାହିନି ମାନ ତୁମ୍ଭେ କିମ୍ ପାଇଁ ଲଜ୍ଜା କର ଯେ ଥିଲା ପାପ କର୍ମ ମୋର ଏମନ୍ତ କହି କ୍ରୋଧେ ଦେବି ଗଲା ସେ ପରମ ସାଧବୀ ନିରତେ ସ୍ୱାମୀର ସେବାରେ ସେ ନାରୀ ଥାଇ ନିରନ୍ତରେ ନିତ୍ୟ କାମଇ ମଳ ମୂତ୍ର ମନେ ତା ନଥାଇ ବିରକ୍ତ ବୋଲଇ ଭଲ ହେଉ ପତି ସେବା କରିବି ଉମାପତି ବୋଲଇ ଭିକ୍ଷା ମୁଁ ମାଗିଣ ବିପ୍ରଙ୍କୁ ଦେବି ମିଷ୍ଟ ଅନ୍ନ ଯେବେ ରଖିବେ ଭଦ୍ରା କାଳୀ ଦୁର୍ଗାଙ୍କୁ ଦେବି ଛାଗ ବଳି ମିଳନ୍ତା ଭଲ ବୈଦ୍ୟ ଜଣେ ଦାସୀ ହୁଅନ୍ତି ତା ଚରଣେ ଅନେକ ଭଲ ବୈଦ୍ୟ ଲଗାଇଲା କେବେ ହେଁ ଭଲ ସେ ନହିଲା ଅଙ୍ଗେ ଘୋଟିଲା ସନିପାତ ସେ ବିପ୍ର ହେଲା ମୃତ୍ୟୁଗତ ଦୁଃଖେ ବ୍ରାହ୍ମଣୀ ହେଲା କୋଡ଼ି ସ୍ୱାମୀର ପାଦ ତଳେ ପଡ଼ି ହାକାନ୍ତ ବୋଲି ମୂର୍ଚ୍ଛା ଗଲା ଘଡ଼ିକେ ଚେତନା ପାଇଲା ଡାକି ଆଣିଲା ବନ୍ଧୁଗଣ ହସ୍ତରୁ ଫେଇଲା କଙ୍କଣ
ବିକ୍ରୟ କରି କାଷ୍ଠ ଧରି ଜୁଇ ସେ କଲା ବିପ୍ର ନାରୀ। ପତିକି ଅନଳେ ସନ୍ଧାଇ ଆତ୍ମା ଉତ୍ସର୍ଗ ଦାନ ଦେଇ ତକ୍ଷଣେ ପଡ଼ିଲା ଅନଳେ ବିମାନେ ଗଲା ସ୍ୱର୍ଗ ଆଡ଼େ। ଦେବେ ସେ ନାରୀ କି ଦେଖିଣ ପୂଜିଲେ ଅତି ହରଷେଣ। ଆଲଟ ଚାମର ଢାଳିଲେ ବୈକୁଣ୍ଠପୁରେ ଠାବ ଦେଲେ। ବିପ୍ରର ଅଧର୍ମ ବିଚାରି ବୈକୁଣ୍ଠ ଦେଲେ ଦୂର କରି। ବୋଇଲେ ପାପୀ ବିପ୍ରହୀନ ବେଶ୍ୟା ସଙ୍ଗରେ ନେଲା ଦିନ। କେବଳ ବୈଶାଖରେ ମଲା ସତୀର ସଙ୍ଗତେ ଅଇଲା। ହୋଇଲା ଯମଦଣ୍ଡୁ ପାର ଏ ପାଇଁ ଜନ୍ମ ବ୍ୟାଧର। ଅରଣେ ମହାଦୁଃଖେ ପାଉ ଚୌର୍ଯ୍ୟ ପଣେ ଦିନ ନେଉ। ଏମନ୍ତ ଶୁଣି ବ୍ୟାଧ ବର ପଡ଼ିଲା ବିପ୍ରଙ୍କ ପୟର। ବୋଇଲା ମୋତେ କୃପା କର ମୁହିଁ ତୁମ୍ଭର ପରିଚାର। 20 ଅଧ୍ୟାୟ ହେଲା ଶେଷ ରାମ ଚିନ୍ତଇ ପିତବାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ୟେ ବ୍ୟାଧ ବିପ୍ର ସମ୍ବାଦେ ନାମ 20 ଅଧ୍ୟାୟ।